ସେ ଝିଅ ରାତିଦିନ ଆପଣଙ୍କ କଥା ଭାବିବ, ମିଳନ ପାଇଁ ଛଟପଟ ହେବ। କେବଳ ଗୋଟିଏ ଲବଙ୍ଗ ହାତରେ ଧରି ପରିସ୍ରା କରିଦିଅ, ତାପରେ ଦେଖିବେ ଚମତ୍କାର। ଯେମିତି ଆପଣ ଏପଟେ ଏହି ବିଧିକୁ କରିବେ, ସେପଟେ ସେ ଝିଅ ଛଟପଟ ହୋଇ ଉଠିବ, ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିମ୍ବା କେଉଁ ବିବାହିତା ନାରୀକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ବିବାହିତା ନାରୀ ନିଜେ ଆସି ଆପଣଙ୍କ ସହିତ କଥା ହେଉ, ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଗୋଟିଏ ଲବଙ୍ଗ ହାତରେ ଧରି ପରିସ୍ରା କରିଦିଅ, ତାପରେ ଦେଖିବେ ଚମତ୍କାର। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣକୁ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ରାତିଦିନ ଆପଣଙ୍କ କଥା ଭାବିବ, ପାଗଳି ପରି ଆପଣଙ୍କୁ ଭଲ ପାଇବ, ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। କେବଳ ଆପଣଙ୍କୁ ଗୋଟିଏ ଲବଙ୍ଗ ହାତରେ ଧରି ପରିସ୍ରା କରିବାର ଅଛି। ଏହି ବଶୀକରଣ ଦୁନିଆର ସବୁଠାରୁ ସହଜ କିନ୍ତୁ ମହାଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। ଯଦି ଆପଣ ସେ ଝିଅ ବା ନାରୀକୁ ସତପ୍ରେମ କରୁଛନ୍ତି, ତାକୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେ। ଅନ୍ୟଥା ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। ଠିକ୍ ଅଛି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି କିମ୍ବା ବିବାହିତା ନାରୀଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଏମିତି ଏକ ସହଜ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ନିଜ ପସନ୍ଦର ସେ ଝିଅ ବା ବିବାହିତା ନାରୀକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ଏଥିରେ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ଗୋଟିଏ ଲବଙ୍ଗ ଡାହାଣ ହାତରେ ଧରି ପରିସ୍ରା କରିବାର ଅଛି, ତାପରେ ଦେଖିବେ ଚମତ୍କାର। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ମଧ୍ୟ ନିଜର ମନ ଚାହୁଁଥିବା କାମ ହାସଲ କରିପାରିବେ। ସିଏ ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ, ଯାହା ଚାହିଁବେ ତାହା କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। କିମ୍ବା ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ସେ ଝିଅ ଆପଣଙ୍କୁ ଅଣଦେଖା କରୁଛି, ଅନ୍ୟ କାହାକୁ ଭଲ ପାଉଛି, ଅନ୍ୟ କାହା ସହିତ କଥା ହେଉଛି, ଆଉ ଆପଣ ତାକୁ ପଟେଇବାକୁ ଚାହୁଁଛନ୍ତି, ତେବେ ମାତ୍ର ଗୋଟିଏ ଥର ଲବଙ୍ଗ ଧରି ପରିସ୍ରା କରିଦିଅ, ତାପରେ ଦେଖିବେ ଚମତ୍କାର। କିପରି ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ତେବେ ଏହି ବଶୀକରଣ କରିବା ସହଜ। ଏହି ବଶୀକରଣକୁ କେଉଁ ବି ପୁଅ ବା ଝିଅ ଅତି ସହଜରେ କରିପାରିବେ। ବିନା କୌଣସି ମନ୍ତ୍ରତନ୍ତ୍ର କରି, ବିନା କୌଣସି ପଇସା ଖର୍ଚ୍ଚ କରି ନିଜ ପସନ୍ଦର ଝିଅ ବା ନାରୀକୁ ପଟେଇ ପାରିବେ କିମ୍ବା କୌଣସି ପୁଅକୁ ମଧ୍ୟ ପଟେଇ ପାରିବେ। ଠିକ୍ ଅଛି। ତେବେ ଏହି ବଶୀକରଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ବତେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ,
ମୁଁ ଆପଣଙ୍କୁ ସବୁ ଭିଡ଼ିଓରେ କହୁଛି ମନ୍ତ୍ର ତନ୍ତ୍ର ଯନ୍ତ୍ର ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100% ସଫଳ ହେବେ। ଯଦି ଗୋଟିଏ ଥରରେ ହେଉନି ଦ୍ୱିତୀୟ ଥର ଚେଷ୍ଟା କରନ୍ତୁ, ନିହାତି ଭାବେ ସଫଳ ହେବେ। ତେବେ ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ସାମଗ୍ରୀର ଆବଶ୍ୟକ ନାହିଁ କିମ୍ବା କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ଗୋଟିଏ ଲବଙ୍ଗ ସାହାଯ୍ୟରେ ଆପଣ ଝିଅ ପଟେଇ ପାରିବେ। ବିବାହିତା ନାରୀଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଆପଣଙ୍କୁ କ'ଣ କରିବାର ଅଛି? ଗୋଟିଏ ଲବଙ୍ଗ ଡାହାଣ ହାତରେ ଧରି ପରିସ୍ରା କରିବାର ଅଛି। ତାପରେ ଦେଖିବେ ଚମତ୍କାର। ଠିକ୍ ଅଛି, ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ। ତା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ଠିକ୍ ଅଛି, ତେବେ ମନେ ରଖନ୍ତୁ ଏହି ବଶୀକରଣ ବିଧି କରିବା ପାଇଁ ଆପଣଙ୍କୁ କେବଳ ଗୋଟିଏ ଲବଙ୍ଗର ଆବଶ୍ୟକ। ହଁ ଫ୍ରେଣ୍ଡସ୍, କେବଳ ଗୋଟିଏ ଲବଙ୍ଗ ଆବଶ୍ୟକ। ଆଉ ଆପଣଙ୍କୁ କୌଣସି ଜିନିଷର ଆବଶ୍ୟକ ନାହିଁ। କେବଳ ଗୋଟିଏ ଲବଙ୍ଗର ସାହାଯ୍ୟରେ ଆପଣ ନିଜ ପସନ୍ଦର ଝିଅ ବା ବିବାହିତା ନାରୀକୁ ନିଜ ବଶରେ କରିପାରିବେ। ଠିକ୍ ଅଛି, ତେବେ ମନେ ରଖନ୍ତୁ ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିବେ। ସୂର୍ଯ୍ୟ ଅସ୍ତ ପରେ ଆପଣ ରାତି ସମୟରେ ଏହି ବଶୀକରଣକୁ କରିବେ। ଠିକ୍ ଅଛି, ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ମୁହଁ ଧୋଇ ସଫା ବସ୍ତ୍ର ପିନ୍ଧି ଆପଣ ଏହି ବଶୀକରଣକୁ କରିବା ପାଇଁ ଯିବେ। ପ୍ରଥମେ ଆପଣ କ'ଣ କରିବେ? ଗୋଟିଏ ଲବଙ୍ଗ ଆଣିବେ। ଠିକ୍ ଅଛି, ସେ ଲବଙ୍ଗକୁ ଡାହାଣ ହାତରେ ମୁଠେଇକି ଧରିବେ ଆଉ କୌଣସି ଏକ ସୁନସାନ ଜାଗାକୁ ଯିବେ। ଧ୍ୟାନ ରଖିବେ ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ସେ ଲବଙ୍ଗକୁ ଡାହାଣ ହାତରେ ମୁଠେଇକି ଧରିବେ ଆଉ ଆଖି ବନ୍ଦ କରି ସେଇ ଝିଅ ବା ସ୍ତ୍ରୀକୁ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଆପଣ ଆଖି ଖୋଲିବେ ଆଉ ପରିସ୍ରା କରିବେ। ପରିସ୍ରା କରିବା ସମୟରେ ଏହି ମନ୍ତ୍ରକୁ ମାତ୍ର 3 ଥର ପଢ଼ିଦେବେ। ମନ୍ତ୍ରଟି ଧ୍ୟାନ ସହିତ ଶୁଣନ୍ତୁ। ଓମ୍ ହୁଂ ଆମୁକଂ ବଶ୍ୟଂ ସ୍ୱାହା। ଓମ୍ ହୁଂ ଆମୁକଂ ବଶ୍ୟଂ ସ୍ୱାହା। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ନାରୀର ନାମ ଉଚ୍ଚାରଣ କରିବେ ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ମନ୍ତ୍ରକୁ 3 ଥର ପଢ଼ି ସାରିବା ପରେ ଆପଣ ମୁଠା ଖୋଲିବେ ଆଉ ସେ ଲବଙ୍ଗରେ ଗୋଟିଏ ଥର ଫୁଙ୍କିଦେବେ। ମନେ ରଖନ୍ତୁ ପରିସ୍ରା କରିବା ସମୟରେ ଆପଣ ମନ୍ତ୍ରକୁ 3 ଥର ପଢ଼ିବେ। ଠିକ୍ ଅଛି, ମନ୍ତ୍ରକୁ 3 ଥର ପଢ଼ି ସାରିବା ପରେ ଲବଙ୍ଗରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ଆପଣ କ'ଣ କରିବେ? ସେ ଲବଙ୍ଗକୁ ଚୁପଚାପ ନେଇକି ସେଇ ଝିଅ ବା ନାରୀର ଘର ସାମ୍ନାରେ ପକାଇଦେବେ ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି ମାତ୍ର ଗୋଟିଏ ଘଣ୍ଟା ଭିତରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ବା ନାରୀ ସେଇ ସମୟଠାରୁ ଖାଲି ଆପଣଙ୍କ କଥା ଭାବିବ, ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।